ଜଗନ୍ନାଥ। ଭଲ କଥାଟା ବୁଝାଇ ମନୋରକୁ ଆଜି ଆଲୋଚନା କରିବା। 14 ଦିନ ଦ୍ୱାର ବନ୍ଦ ରହେ। ମାନେ ଏମିତି ଗୋଟେ ସମୟ ଆସିବ, ମହାପୁରୁଷ କହୁଛନ୍ତି କାର୍ତ୍ତିକ ବାଟ ପଡିଯିବ ଲୋକଙ୍କୁ। ଏଠି ବଡ ଦେଉଳ କଥା କହୁନି, ଜଗତ କଥା। ଏମିତି ଗୋଟେ ସମୟ ଆସିବ ଲୋକଙ୍କର କାର୍ତ୍ତିକ ବାଟ ପଡିଯିବ। ମାନେ 14 ଦିନ ଘର ଦ୍ୱାର ମୁହଁ ଖୋଲିବ ନାହିଁ। ଏଗୁଡ଼ା ଅସମ୍ଭବ ଲାଗିପାରେ ବର୍ତ୍ତମାନ ସମୟକୁ, ଏଗୁଡ଼ା ସବୁ ଅସମ୍ଭବ। ସତରେ କଣ ଏମିତି ଗୋଟେ ହବ? 47 ଅଙ୍କିଆରେ କୋରୋନା ଆସିବ ବୋଲି କିଏ ଜାଣିଥିଲା? ଅକସ୍ମାତ ଲୋକଙ୍କର କଣ କାର୍ତ୍ତିକ ବାଟ ବନ୍ଦ ହେଇଗଲା ନା ଆଉ। ଅକସ୍ମାତ ଘଟିଲାନି, ଲକଡାଉନ ସଟଡାଉନ ସବୁ ହେଇଗଲା। ଏମିତି ଗୋଟେ କଣ ଘଟିବ? ମହାପୁରୁଷ କହୁଛନ୍ତି ଲୋକଙ୍କର 14 ଦିନ କାର୍ତ୍ତିକ ବାଟ ପଡୁଛି। ଆଉ ଗୋଟେ ଭଲ କଥା ମନେ ରଖ, ମହାପୁରୁଷ ଯୋଉ ଭବିଷ୍ୟତବାଣୀ କରିଛନ୍ତି, ଯେକୌଣସି ମହାପୁରୁଷ ହୁଅନ୍ତୁ, କାହିଁ କରିଥିଲେ? ଆମକୁ ସଚେତନ କରିଛନ୍ତି, ସଜାଗ କରିଛନ୍ତି, ସାବଧାନ କରିଛନ୍ତି। ଏଇଆ ଘଟିବ, ଏଇ କର୍ମ କଲେ ତମର କିଛି ଅସୁବିଧା ହବ ନା। ପ୍ଲସ୍ ମାଇନସ୍ ରଖିଛନ୍ତି, ଘଟିବାକୁ କହିଛନ୍ତି, ବଞ୍ଚିବାକୁ ମଧ୍ୟ। କିନ୍ତୁ ବର୍ତ୍ତମାନ ସମୟରେ ଘଟିବା କଥା ସମସ୍ତେ ଆଲୋଚନା କରୁଛନ୍ତି, ବଞ୍ଚିବା କଥା କିଏ ଆଲୋଚନା କରୁଛନ୍ତି। ବୁଡିଯିବା କଥା ସମସ୍ତେ କହୁଛନ୍ତି, କୋଉ ଜାଗା ରହିବା କଥା କେହି କହୁନାହାନ୍ତି। କାହିଁକି? ଗୋଟିଏ ନାମ ବଡା ନବା ପାଇଁ ଇଏ ସବୁ କଣ ସ୍ୱାର୍ଥ ମୋହ ମାୟାରେ ଏସବୁ ଆବୃତ। ଆଉ ମହାପୁରୁଷଙ୍କର ମାଳିକା ଶାସ୍ତ୍ରଟା ଏ ସାଧାରଣ ପାଠ ନୁହେଁ। ଗୋଟେ ପଦ ମନେ ପଡେ ମହାପୁରୁଷଙ୍କର, ଧନ ଦିଆ ପାଠ ନୁହଁକି ପାଠ, କୁଣ୍ଡା ଦିଆ ପାଠ ସାର। କୁଣ୍ଡା ଦିଆ ପାଠ ଯେଦିନ ପଢିବେ ଭବନକୁ ହେଲେ ପାର। କୁଣ୍ଡା ଦିଆ ପାଠ ଯଦି ତମେ ପଢିଥିବ ବା ଗୁରୁ କୃପା ଯଦି ରହିଥିବ, ତମେ ତା ଭିତରେ ମୁଣ୍ଡ ପୁରେଇ ପାରିବ। ଆଉ ଏକ ମିଶିଲେ ଦୁଇଟିଏ ନ ଜାଣିଛି, କିନ୍ତୁ ଗୁରୁ ବାଦରେ ଏକ ମିଶିଲେ ଶୂନ୍ୟ। ସେଟାକୁ ଅନୁଭବ କରିବା। ଖାଲି କହିବା ବୋଲିଆ ଜ୍ଞାନ ନୁହଁ କି ଆଖି ତରାଟିଆ ଜ୍ଞାନ। ମହାପୁରୁଷ ଯୋଉ ବାଣୀ କହିଛନ୍ତି, ଏତିକି ମନେ ରଖିଥାଅ, ତା ଅକ୍ଷରେ ଅକ୍ଷରେ ସତ୍ୟ। ପୂର୍ବ ସୂର୍ଯ୍ୟ ପଶ୍ଚିମରେ ଉଦୟ ହୋଇପାରନ୍ତି, ଉଦୟ ହେବେ ନାହିଁ, ହୋଇପାରନ୍ତି, ମାନେ ଅସମ୍ଭବ ସମ୍ଭବ ହେଇପାରେ। ପର୍ବତ ଶିଖରେ କଇଁ ଫୁଟି ପାରେ, ଅସମ୍ଭବ ସମ୍ଭବ ହେଇପାରେ। ବନ୍ଧ୍ୟା ନାରୀ ପିଲା ପ୍ରସବ କରିପାରନ୍ତି, କିନ୍ତୁ ମହାପୁରୁଷ କହୁଛନ୍ତି ତାଙ୍କ ବଚନ ଚଳିବ ନାହିଁ। କାହିଁକି? ଏଇଟା ଗୋଟେ ପଥରର ଗାର। ପଥରର ଗାର କଣ? ଗୋଟେ ପଥର ଧିରେ ଲେଖା ହେଇଥିବ, ସେ ପଥରଟା ପୋଖରୀ ପାଖରେ ପଡିଥିବ, ଲୋକମାନେ ତାପରେ ଗାଧଉଥିବେ ବସିକି, ଗୋଡ ଘଷୁଥିବେ, ତମ ଗୋଡ ଛିଣ୍ଡିଯିବ ପଛେ, କଣ ପଥର ଥିଲେ? ସେ ପଥର ଗାର ସେମିତି ରହିଥିବ। ମହାପୁରୁଷଙ୍କ ବାଣୀ ହଉଛି ଅକାଟ୍ୟ ବାଣୀ। ସେ କହୁଛନ୍ତି ମୋ ବାଣୀ କେବେ ହେଲେ ଖଣ୍ଡନ ହବ ନାହିଁ। କାରଣ ମୁଁ କହୁନି, ମତେ ସ୍ୱୟଂ ପ୍ରଭୁ ଯୋଉ କଥା କହିଛନ୍ତି, ମୁଁ ଏ ଦ୍ୱାଦଶ ଗୋପାଳ ମାନେ ତମ ଆଗରେ ମୁଁ କହୁଛି। ହେଲା। ଆଉ ଗୋଟେ ଭଲ କଥା ମନେ ରଖିଥା, ପଞ୍ଚସଖା ତତ୍ତ୍ୱ ଉପରେ ଗୋଟେ ସବୁ ଆଗରୁ କହିଥିଲୁ, ଅନ୍ୟ ଏପିସୋଡରେ କହିଥିଲୁ, ଅନ୍ୟ ଚ୍ୟାନେଲରେ ବି କହିଥିଲୁ। ରାମଦାସ ପଚାରୁଥିଲେ, ଭରତ ମହାଜନ ଲେଖୁଥିଲେ, ପୋଥିକି ନେଇକି ଯାଉଥିଲା କିଏ? ଦ୍ୱାଦଶ ଗୋପାଳ।
ନେଇକି ଦଉଥିଲା କିଏ, ଯତ୍ନ କରି ରଖୁଥିଲା କିଏ? ତମ କଥାଟା ବୁଝିପାରୁଛ? ଇଏ ସବୁ ହଉଛି କଣ? ଗୂଢ ତଥ୍ୟ। ବୁଝିପାରୁଛ? ମହାପୁରୁଷକୁ ପଚାରୁଥିଲେ ରାମଦାସ, ମହାପୁରୁଷ କହୁଥିଲେ, ଲେଖୁଥିଲେ ଭରତ ଗୋସ୍ୱାମୀ। ଭରତ ଗୋସ୍ୱାମୀ କାହାକୁ ଦଉଥିଲେ? କାହାକୁ ଦେଲା ପରେ ସିଏ ନେଇକି ଯତ୍ନରେ ପୋତିଦେବ। ଆଉ ଗୋଟେ କରିଦେଇଥିଲି ଭସା ପୋତି ପୋତା ପୋତି। ବୁଝିପାରୁଛି ନା? ଏମିତି ଅନେକ ଜିନିଷ ରହିଛି। କିନ୍ତୁ ମହାପୁରୁଷ କହୁଛନ୍ତି ଏମିତି ଗୋଟେ ସମୟ ଆଗକୁ ଆସିବ, ହେ ଦ୍ୱାଦଶ ଗୋପାଳ ମାନେ ମନେ ରଖିଥାଅ, 14 ଦିନ କାହାର କବାଟ ଖୋଲିବ ନାହିଁ। ବୁଝି ହଉଛି ନା? କଣ କହିଲେ? ପାତାଳେ ବାସୁକି ଚମକି ପଡିବ, ଭୈରବୀ ଛାଡିବ ରଡି, ଅନ୍ଧି ସନ୍ଧି ଭେଦି ପର୍ବତ ମାଳେ ଯୋଗୀ ଦେଉଥିବେ ଧାଡି, ଚାରି ଦିଗ ଯାକ ଅନ୍ଧାର ହୋଇବ, ଉତ୍ତରୁ ବହିବ ହିମ, 4 ଦିନ ମଧ୍ୟରେ ପୃଥ୍ୱୀ ନାଶ ଯିବ, ଅଗ୍ନିକୁଣ୍ଡ ନ ମାନିବ, 12 ହାତ ଦୀର୍ଘ ବରଫ ପଡିବ, ମାଟି ନ ଦିଶିବ କାହିଁ, ଚତୁର୍ଦଶ ଦିନ ଦ୍ୱାର ନ ଖୋଲିବ, ହେତୁ କର ବାରକୁ। ବାରକୁ ମାନେ କିଏ? ସେ ଦ୍ୱାଦଶ ଗୋପାଳ ମାନେ। ସେ ଗୋପାଳ ମାନେ ତମକୁ କହୁଛି ଗୋଟେ ଭଲ କଥା ଶୁଣ ନା କଣ ନା, 14 ଦିନ କବାଟ ଖୋଲିବନି। କାହିଁ ଖୋଲିବନି? ନା 12 ହାତ ଦୀର୍ଘ ବରଫ ପଡିବ, ମାଟି ନ ଦିଶିବ କାହିଁ। ମାନେ 12 ହାତ ଉଚ୍ଚାର ବରଫ ପଡିବ। ସତରେ କଣ 12 ହାତ ଉଚ୍ଚାର ବରଫ ପଡିବ? ଇଏ ହଉଛି ଗୋଟେ ଭାବାତ୍ମକ ଶବ୍ଦ। ମହାପୁରୁଷ ମତରେ କହନ୍ତି କେତେ ବଡ ଜିନିଷ ନା, ନାଇଁ ଗୋଟେ କଥାରେ ଗୋଟେ ରଥା ନଥାଏ। ମହାପୁରୁଷଙ୍କ ଭାଷାରେ ହଉଛି କଣ ମାନେ, ସଂସାରରେ ଏବେ ବରଫପାତ କିଛି ଦିନ ଉତ୍କଳ ଖଣ୍ଡରେ ହବ। ହେ ରାମ, ଓଡିଶାରେ ଏମିତି ବରଫ ପଡିବ, ଲୋକମାନେ ଭୟରେ କବାଟ ଖୋଲିବେ ନାହିଁ। 4 ଦିନ ମଧ୍ୟ ପୃଥ୍ୱୀ ନାଶ ଯିବ, ଅଗ୍ନିକୁଣ୍ଡ ନ ମାନିବ, 4 ଦିଗ ଯାକ ଅନ୍ଧାର ହୋଇବ, ଉତ୍ତରୁ ବହିବ। ହେଲେ ଦିନେ ନା ଦିନେ ଉତ୍ତର ଦିଗରୁ କଣ ହବ? ହିମ ମାନେ ପବନ ବୋହିବ ହେଲା। ଏମିତି ପବନ ବୋହିବ, ଓଡିଶା ଭୂଖଣ୍ଡରେ କଣ ହବ? ବରଫପାତ ହବ। ଏମିତି ଥଣ୍ଡା ବହିବ ଯେ, ମାନେ ଥଣ୍ଡା ପବନ ଆସିବ, ସେ କଣ ହବ? ବରଫ ପଡିଯିବ। ବୁଝିପାରୁଛ? ଅଗ୍ନିକୁଣ୍ଡନ ମାନେ ତ ଯେତେ ନିଆଁ ଲଗେଇଲେ ସେ କିଛି କାମ କରିବ ନାହିଁ। ପାତାଳେ ବାସୁକି ଚମକି ପଡିବ, ଭୈରବୀ ଛାଡିବ ରଡି, ଅନ୍ଧି ସନ୍ଧି ଭେଦି ପର୍ବତ ମାଳେ ଯୋଗୀ ଦେଉଥିବେ ଧାଡି। ସେ ସମୟରେ ବୁଦ୍ଧି ବିବେକ କାହାର କାମ କରିବ ନାହିଁ। ଭୈରବୀ ଡାକିବ ମାନେ, ଭୈରବୀ କଣ ଡାକିବ ବୋଲେ କଣ ମୋର ଇଏ ହେଇଯିବ, ମାନେ ବହୁତ କ୍ଷତି ଘଟିବ। ବୁଝିବୁଛି ନା? ଅନ୍ଧି ସନ୍ଧି ଭେଦି ପର୍ବତ ମାଳେ ଯୋଗୀ ଦେଉଥିବେ ଧାଡି, ମାନେ ଚାରିଆଡେ ଲୋକଙ୍କର ମରୁଥିବେ। 4 ଦିନ ବରଫପାତ ହବ, ଉତ୍ତରରୁ ହିମ ଥଣ୍ଡା ପବନ ବହିବ, ସେଇ ସମୟରେ ବହୁତ କ୍ଷତି। ତାହେଲେ ସବୁ ଯଦି ମରିଯିବେ, ଠାକୁରଙ୍କୁ ଡାକିବେ କିଏ? ଠିକ ନା ଭୁଲ? ମହାପୁରୁଷ କହୁଛନ୍ତି ନା ନା, ଗୋଟାଏ ଜାଗା ସେଫ୍, ମାନେ ସେଫ୍ ହେଇକି ରହିଥିବ, ଗୋଟେ ଜାଗା କିଛି କ୍ଷତି ହବ ନାହିଁ। ସେ ସମୟରେ ସେ ଜାଗାରେ ଯିଏ ରହିଥିବେ ସେ ବିହନ ହେଇକି ରହିବେ। କେବେ ହବ ନା, ବାଣ ଋତୁ ରେବ ଭାଦ୍ର ବରେ ଧ୍ରୁବ, ଥୟ ନ ପଡିବେ କେହି। ବାଣ ବୋଲନ୍ତି ହେଲା 5, ଋତୁ ହଉଛି 6, ରେବ ହେଲା 27, ମିଶିକି ଦେଲା 28। 1438 ସନରେ ଭାଦ୍ର ମାସରେ ଘଟଣା ସବୁ କଣ ହବ? ବୁଝିପାରୁଛି? ଝାଡ ଜଙ୍ଗଲରେ ଯେତିକି ରହିବେ କୂଳକୁ ବିହନ ସେଇ। ଇଏ କହିନାହାନ୍ତି ଝାଡ ବାଡ ଧରି ଯେତିକି ରହିବେ। ଝାଡ ବାଡ ଶବ୍ଦର ଅର୍ଥ ହଉଛି କଣ? ବଛା ବଛି ଯେତିକି। ଶବ୍ଦର ଅର୍ଥଟା ବୁଝୁଛ? ସେଠି କହିଲେ ଝାଡ ବାଡ ଧରି, ଗୋଟେ ନେଇ ଉତ୍ତରରେ ସାଜିବ, ଦକ୍ଷିଣରେ ସାଜିବ, ପୂର୍ବରେ ରହିବେ କେହି, ଝାଡ ବାଡ ଧରି ଯେତିକି ରହିବେ କୂଳକୁ ବିହନ ସେଇ। ଝାଡ ବାଡ ଶବ୍ଦର ଅର୍ଥ ହଉଛି କଣ? ବଛା ବଛି ଯେତିକି। ଏଠି କହିଲେ ଝାଡ ଜଙ୍ଗଲ। ଓଡିଶାରେ ଏମିତି ଗୋଟିଏ ଜାଗା ଅଛି ଏଇ ପୂର୍ବ ଉପକୂଳରେ, ତାକୁ ମହାପୁରୁଷ ଝାଡ ଜଙ୍ଗଲ ବୋଲି ମଧ୍ୟ ନାମିତ କଲେ। କ୍ୟାମେରା ଆଗରେ କହିହବ ନାହିଁ।
ଏଠି ଝାଡ ବାଡ କଥା କହିନାହାନ୍ତି, ଝାଡ ଜଙ୍ଗଲ କଥା କହିଲେ। ବୁଝିହଉଛି? କହିଲେ ସେ ଯୋଉ ଝାଡ ଜଙ୍ଗଲରେ ଯେଉଁମାନେ ରହିଥିବେ ତାଙ୍କର କିଛି ଅସୁବିଧା ହବ ନାହିଁ। କିଏ ରହିଥିବେ? ନା ନିତ୍ୟ ଭକ୍ତ ମାନେ ରହିଥିବେ। ଭକ୍ତ ତ ଇଏ ବର୍ତ୍ତମାନ ସମୟରେ ଅନେକ ଭକ୍ତ ବାହାରିଲେ। ଯୋଉ ନିତ୍ୟ ଭକ୍ତ ମାନେ ଥିବେ, କୋଉ ନିତ୍ୟ ଭକ୍ତ ମାନେ? ନା ଯୁଗେ ଯୁଗେ ପ୍ରଭୁଙ୍କ ସଙ୍ଗରେ ଯୋଉମାନଙ୍କର ଲୀଳାଖେଳାରେ ପରିବେଷ୍ଟିତ ଥାନ୍ତି, ସେଇମାନେ ସେଠି ରହିଥିବେ। ସେମାନେ କଣ ହେବେ? ତାଙ୍କର କିଛି ଅସୁବିଧା ହବ ନାହିଁ। ସେ କୂଳକୁ ବିହନ ହେଇକି ବହୁତ ଜିନିଷ ରହିଛି କହିହଉନି। ଗୋଟେ ନେଇଛନ୍ତି ନିରିମୂଳି ଚେର, ପଞ୍ଚ ସକାଳେ ଆଣିଛନ୍ତି ନିରିମୂଳି ଚେର କଣ ଆଉ କାହାକୁ ଦେଖାଯିବନି। ସତରେ ନିରିମୂଳ ଚେର ବି ଅଛି। ଗୋଟେ ବୃକ୍ଷର ଯଦି ଚେର ନଥାନ୍ତା ସେ ବୃକ୍ଷ ବଢିବ କି? ସେ ଲତା ହଉ କି ଯିଏ ହଉ ବଢିବ କି? ତେଣୁ ତା ଚେର ମଧ୍ୟ ଅଛି। ବୁଝିହଉଛି? କୋଉ ଗଛ ପତ୍ର ଖାଇଲେ ଭୋକ ଶୋଷ କରିବନି ତା ମଧ୍ୟ ଅଛି। ଇଏ କେବଳ ପଞ୍ଚସଖା ଆଣିଛନ୍ତି। ଆଉ ଇଏ କହିବା ବୋଲିଆ ପଞ୍ଚସଖା ନୁହଁ, ଅନୁଭବ ପ୍ରାକ୍ଟିକାଲ କରିବା ପଞ୍ଚସଖା ମାନେ ଏ ତତ୍ଵ ଜାଣିଛନ୍ତି। ଯାହା ହଉ ଏତିକି ମନେ ରଖିଥାଅ। 38 ଅଙ୍କରେ କଣ ହବ? ଏଇ ଘଟଣା ମାନ ଘଟିବ। ଝାଡ ଜଙ୍ଗଲ ଯୋଉମାନେ ରହିଥିବେ, କୂଳକୁ ବିହନ ସେଇମାନେ ହେବେ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କ ଶିବକଳ୍ପ ଶାସ୍ତ୍ରରେ ଆମକୁ କଣ କରୁଛନ୍ତି? ଦିଗ୍ଦର୍ଶନ ଦେଇଯାଇଛନ୍ତି। ଜୟ ଜଗନ୍ନାଥ। ଅଚ୍ୟୁତମ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନନ୍ଦ ହରି।